ଲଘୁଚାପଜନିତ ଲଗାଣ ବର୍ଷା ବେହାଲ କରିଦେଲା ରାଜ୍ୟର ପ୍ରାୟ 6 ଜିଲ୍ଲାକୁ। ଉଜୁଡ଼ିଗଲା ଚାଷବାସ, ଭାଙ୍ଗିଗଲା ଘରଦ୍ୱାର, ଭୁଶୁଡ଼ା କାନ୍ଥ ତଳେ ଚାଲିଗଲା ଏକାଧିକ ଜୀବନ। ସବୁଠୁ ଅଧିକ କ୍ଷତି ସହିଛି ମାଲକାନଗିରି ଜିଲ୍ଲା। ବହୁ ସ୍ଥାନରେ ପୋଲ ଭାଙ୍ଗିବା ସହ ଅନେକ ଅଞ୍ଚଳ ବିଚ୍ଛିନ୍ନ ହୋଇଯାଇଛି। ସାଂଘାତିକ ପ୍ରଭାବିତ ହୋଇଛି ଜନଜୀବନ। ବର୍ଷାର ପ୍ରକୋପ କମିବା ପରେ ସ୍ପଷ୍ଟ ହୋଇଛି ବିଭିନ୍ନ ଜିଲ୍ଲାର କିଛି ଉଜୁଡ଼ା ଚିତ୍ର। ଛେଚିଲା ଅହରହ, ବୁଡ଼ିଗଲା ରାସ୍ତାଘାଟ, ଭାଙ୍ଗିଗଲା ଘରଦ୍ୱାର, ବିଚ୍ଛିନ୍ନ ହୋଇଗଲା ବହୁ ଇଲାକା। ଲଘୁଚାପଜନିତ ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ଅବସ୍ଥା ଭୟଙ୍କର। ଆଜି ସାମାନ୍ୟ ବର୍ଷା କମିଛି। ଯେଉଁ ପଟେରୁ ବ୍ରିଜ ଉପରେ ଚାଲୁଥିଲା ଆଣ୍ଠୁଏ ଉଚ୍ଚର ପାଣି, ଆଜି ତଳକୁ ଖସିଛି। ଏଣେ ଆଖପାଖ ଅଞ୍ଚଳର ଚାଷଜମି କିନ୍ତୁ ଉବୁଟୁବୁ। କାହା ଝାଟି ମାଟି ଘର ବତୁରି ଯାଇଛି ତ ଆଉ କାହା ଘରକାନ୍ଥ ଭୁଶୁଡ଼ି ପଡ଼ିଛି। ସେପଟେ ଖଇରପୁଟ ବ୍ଲକ ଗୁମ୍ମା ଝରଣ ନିକଟ ଏବଂ ମାଲକାନଗିରି ବ୍ଲକ ରଙ୍ଗମାଟି ଗୁଡ଼ା ନିକଟ ପୋଲ ଭୁଶୁଡ଼ିବାରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି କିଛି ଗାଁ। ଚିତ୍ରକୋଣ୍ଡା ଯୋଡ଼ାମ୍ବ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେଉଁଠି ସୁଅ କାଟି ଭିତରେ ପଶିଥିଲା ବର୍ଷା ପାଣି। ଅଙ୍କ କାର୍ଯ୍ୟାଳୟର ତଥ୍ୟ କହୁଛି ମାଲକାନଗିରି ଜିଲ୍ଲାରେ ଟି ପୋଲ ଭାସିଯାଇଥିବା ବେଳେ ଟି ପଞ୍ଚାୟତର 1000ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ସେମାନଙ୍କ ମଧ୍ୟରୁ 121 ଜଣଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦେବା ସହ ପ୍ରଶାସନ ସଜାଗ ଥିବା କହିଛନ୍ତି ମାଲକାନଗିରି ଜିଲ୍ଲାପାଳ। ପଡ଼ୋଶୀ କୋରାପୁଟ ଜିଲ୍ଲାରେ ଆଜି ବି ହୋଇଛି ଝିପିଝିପି ବର୍ଷା। ଏଭଳି ସ୍ଥିତିରେ ଉପରମୁଣ୍ଡରେ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପଟି ଡ୍ୟାମରଟି ଗେଟରୁ ଜଳ ନିଷ୍କାସନ କରାଯାଉଛି। ଫଳରେ ତଳମୁଣ୍ଡରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଥିବା ବେଳେ ଉଜୁଡ଼ା ପରିବା କ୍ଷେତକୁ ଦେଖି ଚିନ୍ତାରେ ଚାଷୀ। ଏପରିକି ଧୋଇଯାଇଛି ରୁଆ ଧାନ, ଜମିରେ ବାଲିଚର ମାଡ଼ିଯାଇଛି। କେବଳ କୋରାପୁଟ ନୁହଁ, ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ଧାନ ତଳିରେ ପାଣି ପଶି ନଷ୍ଟ ହେବାକୁ ବସିଛି। ଉଛୁଳା ନଈରେ ମରଣ ମୁହଁରୁ ଜୀବନ ବଞ୍ଚାଇ ଦୁଇ ଜଣ ବ୍ୟକ୍ତି ଫେରିଆସିବାର ଘଟଣା ବି ସାମ୍ନାକୁ ଆସିଛି। ଗୋଟିଏ ହେଉଛି ମୟୂରଭଞ୍ଜ କଇଁସାରୀ ଜାମୁଘାଟ ପୋଲ ନିକଟର ଏବଂ ଅନ୍ୟଟି ହେଉଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଉଦନ୍ତୀ ନଦୀର। ମୟୂରଭଞ୍ଜ ଉଦଳାର ଦେଓନଦୀରେ ଭାସିଯାଉଥିବା ବେଳେ ଜାମୁଘାଟ ପୋଲ ନିକଟରୁ ଉଦ୍ଧାର କରାଯାଇଥିଲା ଜଣେ ଅଜଣା ଯୁବକଙ୍କୁ। ସେହିପରି ସିନାପାଲି ଉଦନ୍ତୀ ନଦୀରୁ ଗଡ଼ରାମାଲ ଗାଁର ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ମାଲକାନଗିରି ଓ କୋରାପୁଟ ବ୍ୟତୀତ ନବରଙ୍ଗପୁର, ବଲାଙ୍ଗୀର, ରାୟଗଡ଼ା, ଗଜପତି ଆଦି ପ୍ରାୟଟି ଜିଲ୍ଲାର ଜନଜୀବନକୁ ପ୍ରଭାବିତ କରିଛି ଲଘୁଚାପ ବର୍ଷା।